ଜାତିଭିତ୍ତିକ ରାଜନୀତିର କ୍ଷମତାକୁ ଆକଳନ କରିବାରେ ଅସମର୍ଥ ହୋଇଥିବା କଂଗ୍ରେସ 90 ଦଶକରୁ ପତନ ଅଭିମୁଖୀ ହୋଇଥିଲା। ଇନ୍ଦିରା ଗାନ୍ଧୀ ରାଜୀବ ଗାନ୍ଧୀଙ୍କ ଦକ୍ଷ ନେତୃତ୍ୱ କଂଗ୍ରେସ ପାର୍ଟିର ଦୀର୍ଘ ରାଜନୀତିକ ଅଭିଜ୍ଞତା ବି ସେତେବେଳେ ପାର୍ଟିକୁ ରକ୍ଷା କରି ପାରିନଥିଲା। ଫଳରେ 3 ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଭାରତୀୟ ରାଜନୀତିରେ ଅନିଶ୍ଚିତତା ଲାଗିବା ପରେ କଂଗ୍ରେସ ଏବେ ପହଞ୍ଚିଛି ବିରୋଧୀ ଦଳରେ। ଆଜି ପୁଣି ଥରେ ସେହିପରି ଏକ ପରିବେଶ ଭାରତୀୟ ରାଜନୀତିରେ ଉଭା ହୋଇଛି। ତାହା ହେଉଛି ସଂଗଠିତ ଓବିସି ରାଜନୀତି। ଇଂରେଜଙ୍କ ସମୟରେ ଯେଉଁ ସାମାଜିକ ବିଭାଜନର ମଞ୍ଜି ବୁଣା ଯାଇଥିଲା ତାହାକୁ ଆୟୁଧ କରି ପୁଣି କଂଗ୍ରେସ ଭାରତୀୟ ରାଜନୀତିରେ ପଲଟି ମାରିବାକୁ ଚେଷ୍ଟା କରିଛି। ଏହା କ'ଣ ନରେନ୍ଦ୍ର ମୋଦିଙ୍କ ଅଭିଜ୍ଞ ଓ ପରିପକ୍ୱ ଶାସନକୁ ରଦ୍ଦ କରିବାରେ ସମର୍ଥ ହୋଇପାରିବ?